ନମସ୍କାର। ମୁଁ ଚାରୁବାଳା ତ୍ରିପାଠୀ। ଦୀର୍ଘ ଦିନ ପରେ ଆଉ ଏକ ସେଇ ସାମ୍ପ୍ରତିକ ପରିସ୍ଥିତି ଉପରେ ଗୋଟେ ଟପିକ୍। ଆପଣ ଦେଖିଥିବେ ଗୋଟେ ଭିଡ଼ିଓ ଭାଇରାଲ୍ ହେଉଛି, ଗୋଟେ 95 ବର୍ଷର ମା' ତାଙ୍କୁ ତାଙ୍କ ପୁଅ ଗଛପତ୍ର ଜଙ୍ଗଲ ଥିବା ଜାଗାରେ ଯାଇ ଫୋପାଡ଼ିଥିଲା। କେହି ଜଣେ ସହୃଦୟ ବ୍ୟକ୍ତି ତାକୁ ଦେଖି ପୋଲିସକୁ ଖବର ଦେଲେ। ପୋଲିସ ତାଙ୍କୁ ସେଠୁ ରେସ୍କ୍ୟୁ କଲେ। ଆପଣ ଚିନ୍ତା କରିପାରୁଛନ୍ତି ଆମେ କେଉଁ ଜାଗାରେ ପହଞ୍ଚିଛନ୍ତି? ଆମେ କୁଆଡ଼େ ଆଧୁନିକତାରେ ପାଦ ଦେଇଛେ, ଆମେ କୁଆଡ଼େ ଅତ୍ୟାଧୁନିକ ମଣିଷ। କଥାରେ ଅଛି, ପାଞ୍ଚ ଆଙ୍ଗୁଠି ସମାନ ନୁହଁ। ମୁଁ ସେଇ ଉପରେ କିଛି କହିବି, କାହିଁକି ଏଇଟା ହେଉଛି। ମଣିଷ ଯେଉଁ ପାଞ୍ଚ ଆଙ୍ଗୁଠି ସମାନ ନୁହଁ କହନ୍ତି, ମାନେ ଚରିତ୍ରକୁ ନେଇ ମଣିଷ। ପାଞ୍ଚ ମନ 25 ପ୍ରକୃତି, ଏଇଭଳି କିଛି ପ୍ରଭାବ ଆମେ ପାଳିଥାଏ। ଆଉ ସେଇଗୁଡ଼ାକ ପାଇଁ ଏଇ ସବୁ ପରିସ୍ଥିତି ଘଟେ। ମୁଁ କାହିଁକି କହୁଛି ଆପଣ ବୁଝିପାରିବେ। ଏଇ ପରିସ୍ଥିତିଟାକୁ ଦେଖିକି ମୁଁ ଭାବିଲି ମୁଁ ଏ ଉପରେ କିଛି ଭିଡ଼ିଓ କରିବି। ରହିପାରିଲିନି। ଶୁଣନ୍ତୁ, ଆମ ସୋସାଇଟିରେ ଆମେ ବହୁତ ପ୍ରକାରର ମଣିଷ ଅଛନ୍ତି। ମନୋଭାବକୁ ନେଇ ଆପଣ ଯଦି ଆମ ପିଢ଼ିର ବାପା ମା'ମାନଙ୍କୁ ଦେଖିବେ, ସେମାନଙ୍କର କାହାର ବହୁତ କମ୍ ଲୋକଙ୍କର ଗୋଟେ ଛୁଆ ଥାଆନ୍ତି, ନହେଲେ 2ରୁ ଅଧିକ ଛୁଆ ଥାଆନ୍ତି। 2 ତ ନିଶ୍ଚିନ୍ତ ଥାଆନ୍ତି, କାରଣ ସେତେବେଳେ ଲୋକଙ୍କର ବିଶ୍ୱାସ ଥିଲା ଏକ ଆଖି ଆଖି ନୁହେଁ, ଏକ ଚାଖି ଚାଖି ନୁହେଁ। ତା'ର ପରିଣାମ କ'ଣ ହେଇଛି ବୁଝିବେ। ଆପଣଙ୍କ ଘରେ ଯେତେବେଳେ ବୃଦ୍ଧ ପିତାମାତା ରହୁଛନ୍ତି, 1ରୁ ଅଧିକ ଭାଇ ଭଉଣୀ, ସମସ୍ତଙ୍କ ଭିତରେ କଣ୍ଟେଷ୍ଟ, କିଏ ସେ ବୋଝକୁ ମୁଣ୍ଡେଇବ। ସେତେବେଳେ ସେମାନେ ବୋଝ ହୋଇଯାଆନ୍ତି। କାହିଁକି ଜାଣିଛନ୍ତି? ସେଇ ଭାଇ ଭଉଣୀ ଭିତରେ ସମସ୍ତଙ୍କର ଗୋଟେ ଗୋଟେ ଚରିତ୍ର ଥାଏ। ତାଙ୍କ ଚରିତ୍ର ତାଙ୍କ ପାଖେ ଲୁଚିକି ଥାଏ, ଯେଉଁଟାକି ଆଉ ଜଣଙ୍କ ଚରିତ୍ର ସହିତ ସେଇଟା ପଡ଼େନି। ମୁଁ ଆପଣଙ୍କୁ ଏକ୍ଜାମ୍ପଲ୍ ଦେବି, ଆପଣ ବୁଝିପାରିବେ। ଆପଣଙ୍କର ଯେଉଁ ସର୍କଲ୍ ଭିତରେ ଥିବେ ମଣିଷମାନେ, ସେମାନଙ୍କୁ ଆପଣ ତର୍ଜମା କରିବେ, ଆପଣ ବୁଝିଯିବେ। କିଛି ଲୋକ, ଭାଇ ଭଉଣୀମାନେ କିଛି ଥାଆନ୍ତି, ବହୁତ ଭଦ୍ର ଦେଖାନ୍ତି, ବହୁତ କର୍ତ୍ତବ୍ୟ ପରାୟଣ ଦେଖାନ୍ତି, କିନ୍ତୁ ସେମାନେ ହେଇନଥାନ୍ତି। ବହୁତ ବାହାସ୍ପଟ କଥା କୁହନ୍ତି, କିନ୍ତୁ କାମରେ ଲଗାନ୍ତିନି। ସିଏ ଭାବନ୍ତି ମୁଁ ଚିହ୍ନା ନ ପଡ଼ିକି ସବୁକିଛି ହେଇଯାଉ, ମୁଁ ଭଦ୍ର ଖୋଳପା ପିନ୍ଧିକି ସେମାନଙ୍କ ପାଖେ ଚାଲିଥାଏ। ଆଉ ସମ୍ପତ୍ତି କଥା କହିବି। ସମ୍ପତ୍ତି ଆପଣ ଦେଲେ ନାହିଁ କରିବେନି, ନଦେଲେ ମାଗିବେନି, ହେଲା। ଏଇ କ୍ୟାରେକ୍ଟର ବି ଲୋକ ଥାଆନ୍ତି। ଆଉ ଭଦ୍ର ଖୋଳପାଟା କିଏ ପିନ୍ଧି ସବୁ ଜିନିଷରେ ମୁଁ ଯେମିତି ସବୁ ଭଲ ଚାହୁଁଛି, ସବୁ କରି ପକେଇବି, ମୋର ମାନେ ମୁଁ ଜାଣେ ୱେଲିସର, ଏଇଭଳି ସ୍ୱଭାବରେ ସେମାନେ ନିଜକୁ ପଦାର୍ପଣ କରାଇଥାନ୍ତି, କିନ୍ତୁ କୌଣସି କାମରେ ଲାଗନ୍ତିନି। ଆସିବେ, ଭଲ ମନ୍ଦ ଗୁଡ଼ାଏ ଭାଷଣ ଦେବେ, ଯିବେ, କିଛି କରିବେନି। କରିବାର ଉଦ୍ଦେଶ୍ୟ ବି ତାଙ୍କର ନଥାଏ। ସେ ଗୋଟେ କ୍ୟାରେକ୍ଟର। ଆଉ ଗୋଟେ କ୍ୟାରେକ୍ଟର, ମୋତେ ପଇସା ଦିଅ, ମୋତେ ସମ୍ପତ୍ତି ଦିଅ, ଯାହା ଅଛି ମୋ ନାଁରେ କରିଦିଅ, ତାହେଲେ ମୁଁ କରିବି। ଆଉ କିଛି ଥାଆନ୍ତି, ଚାହାନ୍ତିନି ବାହାରେ ଧରା ପଡ଼ିବା ପାଇଁ। କରିବି, କିଛି ମାତ୍ରାରେ କରିବି, ଯେମିତି ଧରା ନ ପଡ଼ିବି। ଯଦି ପ୍ୟାଚ୍ ପଡ଼ି ପଡ଼ି କିଛି ଦିନ ଚାଲିଗଲା, ଭଲ କଥା। ଯଦି କିଛି ଘର ଭିତରେ ଯଦି ସେ ବାପା ମା' ଗୁଡ଼ିକ କିଛି ଅଧିକ ଦିନ ବେଡ଼୍ରେ ପଡ଼ିଗଲେ, ସେମାନଙ୍କ ଚରିତ୍ର ପଦାରେ ପଡ଼େ। ସେମାନେ ନିଜ ସ୍ୱାର୍ଥ ଦେଖି ଯେତେ ପ୍ରକାରର ପରିସ୍ଥିତି ତାଙ୍କର ଅସୁବିଧା ଥାଇପାରେ, ସବୁ ଦେଖେଇ ଭଦ୍ରାମିରେ କଥାବାର୍ତ୍ତା କରି ତାଙ୍କ ରାସ୍ତା ସେ କାଟି ଦିଅନ୍ତି। ଆଉ ଗୋଟିଏ ଚରିତ୍ର କହିବି। ପଇସା ଦରକାର, ଯଦି ଆପଣ ତାଙ୍କୁ ଚିହ୍ନା ପକାଇଦେଲେ, କହିବେ ମୋର ଦରକାର ନାହିଁ, ମୋତେ ଦେବା ଦରକାର ନାହିଁ। ଆଉ ଆପଣ ଚିହ୍ନା ନ ପକାଇଲା ପର୍ଯ୍ୟନ୍ତ ଲୁଟି ଚାଲିଥିବେ।
ଆଉ ଚାହୁଁଥିବେ ସବୁବେଳେ କଥା ମୁଁ କହୁଥିବି କିନ୍ତୁ ଅନ୍ୟମାନେ କେମିତି କରିପକାନ୍ତୁ ସବୁ। ମୁଁ ସବୁ ଭଲ, ଅନ୍ୟମାନଙ୍କର କର୍ମର ବାହାଦୁରୀ ଗୁଡ଼ାକ ମୁଁ କେମିତି ନେଇଯାଇପାରିବି, ମୁଣ୍ଡ ଖର୍ଚ୍ଚ ସେଇପଟେ ତାଙ୍କର ଚାଲିଥିବ। ଆଉ କିଛି ଲୋକ ଅଛନ୍ତି, ଭଲ ହଉ ମନ୍ଦ ହଉ ମୋର କରିବାର ନାହିଁ, ମୁଁ ଖରାପ ମୋତେ ଖରାପ କୁହ, କିଛି ଅସୁବିଧା ନାହିଁ, ମୋର ତୁମେ କିଛି ନୁହଁ, ମୁଁ କରିବାର ନାହିଁ। ତାଙ୍କୁ କୌଣସି ଅପମାନ, କୌଣସି ସାମାଜିକ ମୂଲ୍ୟବୋଧ ତାଙ୍କୁ କିଛି କାଟୁ କରେନି। କିନ୍ତୁ ଯଦି ସୁବିଧା ମିଳେ ଖାଇବାକୁ ବି ପଛାନ୍ତିନି, ସମ୍ପତ୍ତି ଖାଇବାକୁ ପଛାନ୍ତିନି। ଆଉ କିଛି ଲୋକ ନା ଭଲରେ ନା ମନ୍ଦରେ, କୌଣସିଥିରେ ବି ସେ ପୁରା ନ୍ୟୁଟ୍ରାଲ୍। ଆବାହନେ ସ୍ୱାହା ବିସର୍ଜନେ ସ୍ୱାହା। ଆଉ କିଛି ଲୋକ ଅଛନ୍ତି, ଖୁସିର ସହିତ ନିଜର ଦାୟିତ୍ୱକୁ ମୁଣ୍ଡାନ୍ତି। କିଛି ସମ୍ପତ୍ତି ମିଳୁ ବା ନ ମିଳୁ ଖୁସିର ସହିତ କରନ୍ତି। ଆଉ କିଛି ଲୋକ ଅଛନ୍ତି, କରନ୍ତି କିନ୍ତୁ ବାଧ୍ୟବାଧକତାରେ, ଯେତେବେଳେ କେହି ଆଉ କରନ୍ତିନି ସେମାନେ ନାହିଁ କରିପାରନ୍ତିନି। ସମ୍ପତ୍ତି ଦିଅ ନ ଦିଅ ତାଙ୍କର ଯାଏ ଆସେ କିଛି ନାହିଁ, କିନ୍ତୁ କରିବାରେ ଆଗଭର ହେଇକି ନଥାନ୍ତି, କିନ୍ତୁ ଯଦି ଉପରେ ପଡ଼େ ବାଧ୍ୟ ହେଇ କରନ୍ତି। ଏମିତି କିଛି 5 ମନ 25 ପ୍ରକୃତି, ତା ଭିତରେ ବାପା ମା' ମାନେ ବଳି ପଡ଼ିଯାଉଛନ୍ତି। ଆପଣ ଦେଖିବେ, ମୁଁ କହୁଛି ବୋଲି ଆପଣ ଭାବୁଥିବେ ଇଏ ପାଗଳାମି କରୁଛି, ନା, ଆପଣଙ୍କ ଘର, ଆପଣଙ୍କ ପରିବାର, ଆପଣଙ୍କ ସାଙ୍ଗସାଥିର ପରିବାର, ଆପଣଙ୍କ ସର୍କଲ୍ ଭିତରେ ଯେଉଁ ଲୋକମାନେ ଅଛନ୍ତି, ଏଇ ଚରିତ୍ର ଗୁଡ଼ିକୁ ଦେଖିବେ। ଆଉ କେବଳ ଏଇ ଚରିତ୍ର ଗୁଡ଼ିକ ସକାଶେ ବାପା ମା' ମାନେ ଅବହେଳିତ ହୁଅନ୍ତି, ଫୋପଡ଼ା ହେଲା ପର୍ଯ୍ୟନ୍ତ କଥା ପହଞ୍ଚିଯାଏ। ବଞ୍ଚିଥିବା ଲୋକଟାକୁ ଯାଇକି ରାସ୍ତା କଡ଼ରେ ଫୋପାଡ଼ି ଆସନ୍ତି, କେବଳ ଏଇ ବର୍ଡ଼ନକୁ ମୁଣ୍ଡେଇ ପାରିବେନି ବୋଲି। ଆଉ ଏଇଭଳି ପ୍ରକୃତିର ଲୋକମାନଙ୍କର ସମାହାରରେ ପରିବାରଟି ଗଢ଼ା ହେଇଥାଏ, ଯେଉଁଟାକି ବାସ୍ତବ କ୍ଷେତ୍ରରେ ଚାଲିବା ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାଏ। ସେ ବାପା ମାଆଙ୍କର ସୁରକ୍ଷା ବଳୟଟା ଭାଙ୍ଗି ଯାଇଥାଏ। ତେଣୁ ଆପଣ କେଉଁ କ୍ୟାଟେଗୋରିରେ ଯାଉଛନ୍ତି ଆପଣ ନିଜକୁ ତର୍ଜମା କରିବେ। ଆପଣ କେତେ ଦୂର ବଦଳେଇ ପାରିବେ ନିଜକୁ, ସେଇଟା ଆପଣ ତର୍ଜମା କରିବେ। ଆଉ ସେଇ ବାପା ମା' ମାନଙ୍କର ଭବିଷ୍ୟତ କେମିତି ସୁରକ୍ଷିତ ରହିବ, ସେଇଟା ଆପଣମାନଙ୍କ ହାତରେ ରହୁଛି। ନମସ୍କାର।